ଗଳ୍ପଟିର ଶୀର୍ଷକ ମୁକୁଳା କେଶ। ସେ ମୋର ବାନ୍ଧବୀ। ନା, ବାନ୍ଧବୀ କହିଲେ ବୋଧହୁଏ ଭୁଲ ହେବ। ଆମ ଭିତରେ ବନ୍ଧୁତା ଥିବା ଭଳି ସାହାଯ୍ୟ ସହଯୋଗର ହାତ କେବେ ତା ପାଇଁ ମୁଁ ବଢ଼ାଇନି। ତା ପାଖରୁ ସାହାଯ୍ୟର ଆଶା ମୁଁ କେବେ ରଖିନି ମଧ୍ୟ। ହଁ, ଆହୁରି ମଧ୍ୟ ଆମେ ସମବୟସ୍କା ନୁହଁ। ଆମ ଭିତରେ ବୟସର ବ୍ୟବଧାନ ବୋଧହୁଏ 7-8 ବର୍ଷରୁ ଅଧିକ ହେବ। ମୁଁ ବଡ଼, ସେ ସାନ। ଆମର ପରିଚୟର ମାଧ୍ୟମ ହେଲା ଆମେ ଗୋଟିଏ ଦିନ ଗୋଟିଏ ଅଫିସରେ ଜଏନ୍ କରିଛୁ। ତେଣୁ ଦେଖିବାକୁ ଗଲେ ଆମ ସମ୍ପର୍କ ପ୍ରକୃତରେ ଦୁଇଟି ସହକର୍ମୀର। ତେବେ କେଜାଣି କେବେଠାରୁ ତାହା ସହକର୍ମୀ ସୀମା ଡେଇଁ ବନ୍ଧୁତାକୁ ଛୁଇଁଲାଣି, ଏକଥା ମୁଁ ଏବେ ଏଇ କିଛି ଦିନ ହେଲା ଅନୁଭବ କରୁଛି। ଦୁଇଟି ସମଦୁଃଖୀ ମଣିଷ କେତେବେଳେ ଯେ ପରସ୍ପରର ବନ୍ଧୁ ପାଲଟି ଯାଆନ୍ତି, ତାହା କ'ଣ ସେମାନେ ଜାଣିପାରନ୍ତି? କାମ ଚାପରୁ ସମୟ ମିଳିଲେ ମୁଁ ତାକୁ ପ୍ରାୟତଃ ପଚାରେ, ସୁଧା, ତୁମର କେସ୍ କଥା କ'ଣ ହେଲା? ସେ ନିର୍ବିକାର ହସଟିଏ ଫିଙ୍ଗି ଦେଇ କହେ, କିଛି ନାହିଁ, ଯେମିତିକୁ ସେମିତି। ଥରେ କୋର୍ଟ କଚେରୀ ବାରଣ୍ଡା ମାଡ଼ିଲେ ସେଥିରୁ କ'ଣ ଆଉ କେବେ ମୁକ୍ତି ମିଳେ ଅପା? ମୁଁ ପ୍ରାୟତଃ କାହା ଘରକୁ କେବେ ବୁଲିବାକୁ ଯାଏନା। ସେଦିନ କିନ୍ତୁ ଖୁବ୍ ମନ ହେଲା ତା ଘର ଆଡ଼ୁ ଘେରାଏ ବୁଲି ଆସିବା ପାଇଁ। ସନ୍ଧ୍ୟା 5ଟା ପାଖାପାଖି ମୁଁ ପହଞ୍ଚିଲି ତାଙ୍କ ଘରେ। ସେ ମୋତେ ଦେଖି କିଛିଟା ହତବାକ୍ ଓ କିଛିଟା ଖୁସି। ଘର ଭିତରୁ ଶୁଭୁଥିଲା ଛୋଟ ଛୁଆର ଜୋର ଜୋର କାନ୍ଦଣାର ସ୍ୱର। ମୁଁ ପଚାରିଲି, ଏ ତ ପୁଅ ବୋଧେ, ଏମିତି କାନ୍ଦୁଛି କାହିଁକି? ସେ କଥା ପଚାର ନା ଅପା, ଯାହା ହଇରାଣ କରୁଛି ମୋତେ। ରାଗ ହେଲେ ମଣିଷ କରିବ କ'ଣ? ମୁଁ ବି କଷି ଦେଉଛି 2-4 ବିଧା। ସତରେ ଏକୁଟିଆ ଛୁଆ ବଢ଼ାଇବା କି ଯେ କଷ୍ଟ। କେତେ ଭଲ ଥିଲା ମୋର 5 ବର୍ଷ ପୂର୍ବର ସେ ବ୍ୟାଚଲର ଜୀବନ। ତୁମେ ତ ଦେଖିଥିଲ ନା ଅପା, କେତେ ଖୁସି ଥିଲି ମୁଁ। କାହିଁକି ଯେ ବାପା ମାଆଙ୍କ କଥା ମାନି ବାହା ହେବାକୁ ରାଜି ହେଲି କେଜାଣି? ଆମର ଏ କଥା ଭିତରେ ଆମେ ପହଞ୍ଚି ସାରିଥିଲୁ ପୁଅ ପାଖରେ। ମୁଁ ଦେଖି ମଧ୍ୟ ସାରିଥିଲି ତାର କାନ୍ଦର କାରଣକୁ ଖୁବ୍ ପାଖରୁ। ସେଇ ପାଖରେ ହିଁ ପଡ଼ିଥିଲା ଇଂରାଜୀ ଛବି ବହି ଖଣ୍ଡକ। ପଙ୍ଖା ପବନରେ ଉଡ଼ୁଥିଲା ବହିର ପୃଷ୍ଠା ସବୁ ଫଡ଼ ଫଡ଼ ହେଇ। ଯେଉଁ ପୃଷ୍ଠାରେ ସେଇ ପୁରୁଷ ଲୋକଟିର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ତୀର ଚିହ୍ନ ଦେଇ ଲେଖା ହେଇଥିଲା, ସେଇ ପୃଷ୍ଠାଟି ଉପରେ ଥିଲା ପୁଅର ହାତ। ମୁଁ କହିଲି, ଓଃ, ଏଇ କଥା ତେବେ? ସୁଧା କହିଲା, ହଁ। ପୁଅ କହିଲା, ବାପା, ମୋ ବାପା। ପୁଣି ରାହା ଧରି କାନ୍ଦିବାକୁ ଆରମ୍ଭ କରୁ କରୁ ବହିଟିକୁ ଛଡ଼ାଇ ଆଣି ରଖିଦେଲା ସୁଧା। ମୋ ସାମ୍ନାରେ ଜଳଖିଆ ପ୍ଲେଟଟା ଥୋଇଲା ବେଳେ ମଧ୍ୟ କଚାଡ଼ି ହେଲା ପରି ଶବ୍ଦ ଶୁଭିଲା। ମୁଁ ବୁଝିପାରିଲି ତା ଭେତରର ବ୍ୟତିବ୍ୟସ୍ତତାକୁ। ତା ପାଟିରୁ ବାହାରି ଆସିଲା, ଆଃ, ଅପା, କ'ଣ କରିବି ମୁଁ? ସେ ଫଟୋଟିକୁ ଦେଖି ମୋ ବାପା ବୋଲି ଯାହା ହେଉଛି, ଆଉ କୁହନା ସେ କଥା। ମୁଁ ଏବେ କୋଉଠୁ ଆଣିବି ତା ପାଇଁ ବାପା? ମୁଁ ଆଶ୍ୱାସନା ଭରା ସ୍ୱରରେ କହିଲି, ଚିନ୍ତା କରନା, ଏବେ ଛୋଟ ଅଛି। ଆଉ ଟିକିଏ ବଡ଼ ହେଲେ ଆପେ ସବୁ ବୁଝିଯିବ ଧୀରେ ଧୀରେ। କିଛି ସମୟର ନିସ୍ତବ୍ଧତା ଓଜନିଆ କରିଦେଲା ପରିବେଶକୁ। ହଁ, ମୁଁ ହିଁ କଥା ଆରମ୍ଭ କଲି। ମୁଁ କହିଲି, ଜାଣ ସୁଧା, ଝିଅକୁ ଏଇ 14 ପୁରି 15 ଚାଲିବ। ତଥାପି ଆଜି ବି ମୁଁ ଥକିଯାଏ ତା ପ୍ରଶ୍ନର ଉତ୍ତର ଦେଇ ଦେଇ, ଯେ ତା ବାପା ତା ସାଙ୍ଗମାନଙ୍କ ବାପାମାନଙ୍କ ପରି ତା ସାଥିରେ ସବୁଦିନ ରହନ୍ତିନି କାହିଁକି? କେତେ ଥର ତାକୁ ଭୁଲାଇବାକୁ ଯାଇ ମିଛ ସତ କରିବି ମନରୁ 5 ଧାଡ଼ି ଯୋଡ଼ିଦିଏ ମୁଁ। ତା ସରଳ ମନର ନିଷ୍ପାପ ପ୍ରଶ୍ନଗୁଡ଼ିକର ଉତ୍ତରରେ ଛଳ କରିବା ପରି ଅପରାଧ ବୋଧରେ କେତେ ରାତି କାନ୍ଦି କାନ୍ଦି ବିତାଇଛି ମୁଁ। ସେ କଥା କାହାକୁ ବୁଝାଇବା ଅସମ୍ଭବ। କାହାକୁ ବା କ'ଣ ବୁଝାଇବି ଯେ? ମୁଁ ତ ଆଜି ଯାଏଁ ମୋ ମନର ଏ ଦ୍ୱନ୍ଦ୍ୱକୁ ତା ବାପାଙ୍କୁ ହିଁ ବୁଝାଇ ପାରିଲିନି। ମୁଁ କିଛି କହିଲେ ସେ ଭାବନ୍ତି ମୁଁ ମୋ ମନର କଥାକୁ, ତାଙ୍କ ପ୍ରତି ବିରକ୍ତିକୁ, ପରିବାର ଲୋକଙ୍କ ପାଇଁ ମୋ ବିଦ୍ୱେଷ ଭାବକୁ ଝିଅକୁ ମାଧ୍ୟମ କରି କହୁଛି। ତେବେ ପ୍ରକୃତ ସତ କଥା କ'ଣ ଜାଣ? ପିଲାଟିଏ ସଦାବେଳେ କେବଳ ତାର ବାପା କିମ୍ବା କେବଳ ତାର ମାଆକୁ ନୁହେଁ, ବରଂ ଉଭୟକୁ ଏକା ସାଙ୍ଗରେ ଚାହେଁ। ସେ ସେମାନଙ୍କ ଭିତରେ ଗୋଟିଏ ଦୃଢ଼ ନିବିଡ଼ ସମ୍ପର୍କକୁ ସବୁବେଳେ ଅଣ୍ଡାଳୁଥାଏ। ସେହି ସମ୍ପର୍କର ଗଭୀରତା ବୋଧହୁଏ ତାକୁ ଏ ଅଜଣା ଦୁନିଆକୁ ସାମ୍ନା କରିବା ପାଇଁ ସାହସ ଯୋଗାଏ। ମୁଁ ଅନୁଭବ କରିଛି, ମୁଁ ଓ ଦୀପକ ସାଥିରେ ଥିବାବେଳେ ଝିଅ ମୁହଁର ପରିତୃପ୍ତିକୁ। ତୁମ ପୁଅ ବି ଆଜି ତୁମ ପାଖରୁ ସେଇଆ ହିଁ ଚାହୁଁଛି। ତୁମେ ତାକୁ ରାଗୁଛ କାହିଁକି ଯେ? କେତେଟା ହବା ବୟସ ତାର? 3 ବର୍ଷ ତ ପୂରିନି ଏଯାଏଁ। ମୁଁ ଅଟକି ଗଲି। ଲାଗିଲା ମୁଁ ଆଉ ଦରକାରରୁ ଅଧିକ ଉପଦେଶ ଦେଇନି ତ? ସୁଧା ମୁହଁରୁ ଶୁଭିଲା ଏକ ସଂକ୍ଷିପ୍ତ ଉତ୍ତର, ତୁମେ ତ ସବୁ ଜାଣ ଅପା, ଆଉ କ'ଣ ଅବା କହିବି? ମୋତେ ଲାଗିଲା ମୋର ଚୁପ୍ ରହିବା ବୋଧେ ଉଚିତ ହେବ। ମୁଁ ଚୁପ୍ ରହିଲି। ମୁଁ ଆଉ ଦୀପକ ଖାଇବାକୁ ବସିଥିଲୁ ଆମ୍ନା ସାମ୍ନା। ଆଜି ରବିବାର। ସବୁଥର ପରି ସେ ପହଞ୍ଚିଥିଲେ ଗତକାଲି ଶନିବାର ସନ୍ଧ୍ୟାରେ।
ଆସନ୍ତାକାଲି ସୋମବାର ସକାଳୁ ପୁଣି ଫେରିଯିବେ ଗାଁକୁ। ତେଣୁ ଘର କଥା ହେବା ପାଇଁ ସମୟ କହିଲେ କେବଳ ଏଇ ରବିବାର। ତା ପୁଣି ଅନେକ କାମର ଭିଡ଼ ଭିତରେ ସମୟ ସବୁ ଯେମିତି ଆଖି ପିଛୁଳାକେ ଖସି ଯାଉଥାନ୍ତି। ଏଇ କହିବି ହେଇ ବିତିଯାଏ କେତେବେଳେ ଜାଣି ବି ହୁଏ ନା। ତେଣୁ ଏଇ ଖାଇବା ସମୟରେ ହିଁ ଚାଲିଥାଏ ଆମ ଭିତରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ମୁଁ କହୁଥିଲି, ଯେତେଦିନ ଏକୁଟିଆ ରହୁଥିଲି। ଏବେ ଝିଅ ବଡ଼ ହେଲାଣି, କେତେବେଳେ କେଉଁ କଥା। ଏବେ ତ ତୁମେ ଆମ ସାଥିରେ ରୁହ, ଆଉ କେବେ ଜୀବନରେ ଆମେ ଏକା ସାଙ୍ଗରେ ରହିବା ଯେ? ସେ ତାହେଲେ ତୁମେ କ'ଣ କହୁଛ, ମା ବାପାଙ୍କୁ ଏକୁଟିଆ ଛାଡ଼ିଦେବି? ମୁଁ କ'ଣ ଆଜି ଯାଏ ସେବେ ସେ କଥା କହିଛି? ମୁଁ ସେ ଜିଦ୍ ଧରିଥିଲେ ତୁମେ କ'ଣ ଆଜି ଏମିତି ସୁପୁତ୍ର ବୋଲି ପ୍ରଶଂସା ସାଉଣ୍ଟୁଥାନ୍ତ? ତେବେ ଝିଅ ଯେ ସ୍କୁଲରୁ ଫେରି ଘରେ ଏକୁଟିଆ ରହୁଛି ସେ କଥା କାହିଁକି ଚିନ୍ତା କରୁନ ଥରେ? ଆମ ପାଇଁ, ମୋ ପାଇଁ, ତା ପାଇଁ କ'ଣ କିଛି ବୋଲି କିଛି ଦାୟିତ୍ୱ ନାହିଁ ତୁମର? ସେ କହୁଥିଲେ ଦାୟିତ୍ୱ ନାହିଁ ବୋଲି ଭାବୁଥିଲେ ମୁଁ କ'ଣ ଆସୁଥାନ୍ତି ଏମିତି? ମୁଁ ପଚାରିଲି, ଏ ଆସିବାରେ ଲାଭ ବା କ'ଣ? ମୁଁ ଭାବୁଛି ଝିଅର ସୁରକ୍ଷା କଥା। ଭଗବାନ ନ କରନ୍ତୁ କିଛି ଅମଙ୍ଗଳ ନ ହେଉ ମୋ ଛୁଆର। ତାର ଯଦି କିଛି ବି ହୁଏ ନା, ତେବେ ସତ କହୁଛି ତୁମେ ସେତେବେଳେ ଚିହ୍ନିବ ମୁଁ କିଏ। ଏତେ ଦିନ ଧରି ନୀରବରେ ସବୁ ସହିଛି ବୋଲି ଭାବ ନାହିଁ ଯେ ସେତେବେଳେ ବି ଚୁପ୍ ରହିବି। ସେ କହୁଥିଲେ ତୁମେ ତ ବୁଝୁନ ମାନିନୀ, ମୁଁ ବା କ'ଣ କରିବି କୁହ? ସେମାନେ ତ ନିଜ ଘର, ଗାଁ, ଜମିବାଡ଼ି ଛାଡ଼ି ସହରକୁ ଆସିବାକୁ ଅରାଜି। ସାନ ତ ସ୍ତ୍ରୀ କଥାରେ ପଡ଼ି ନା କେବେ ଗାଁକୁ ଆସୁଛି ଓ ନା ହିଁ ମା ବାପାଙ୍କ ହାନିଲାଭ ଭଲ ମନ୍ଦ ଥରେ ପଚାରି ବୁଝୁଛି। ମୁଁ କହିଲି ଯଦି କିଛି ସମାଧାନ ନାହିଁ ତେବେ ମୁଁ ହେଲେ ଚାକିରି ଛାଡ଼ିଦିଏ, ଝିଅକୁ ନେଇ ଗାଁକୁ ଚାଲିଯିବି, ସମସ୍ତେ ଶାନ୍ତି। ନା କହି ଉଠିଲେ ଦୀପକ। ଏଇ ତୁମ ଚାକିରି ଭରସାରେ ଯେ ଆମ ଘର ସଂସାର। କାଲିକୁ ଝିଅର ପାଠପଢ଼ା, ଚାକିରି, ବାହାଘର, ସୁବିଧା ଅସୁବିଧା ପାଇଁ ଏଇ ତୁମ ଚାକିରି ଖଣ୍ଡିକ ହିଁ ତ ଆମ ଆଶ୍ରା। ଚିନ୍ତାର ଭାରରେ କିଛି ଗମ୍ଭୀର ଓ ଅଧିକ ବିଷଣ୍ଣ ଦିଶିଲା ଦୀପକଙ୍କ ମୁହଁ। ମୋତେ ଜଣା, ଏହା ହିଁ ଆମ କଥାବାର୍ତ୍ତାର ଶେଷ ନିଷ୍କର୍ଷ। ୟା ପରେ ଆଉ ଆମ କଥା କେବେ ହେଲେ ଆଗକୁ ବଢ଼ିପାରେ ନାହିଁ। ତାପରେ ଗୁମସୁମ ହୋଇଯାଆନ୍ତି ଦୀପକ ଓ ମୁଁ ଯାଇ ତକିଆରେ ମୁହଁ ମାଡ଼ି ଶୁଏ। କାନ୍ଦେ ସୁଁ ସୁଁ କରି। ଝିଅ କାନରେ କହିଲା, ମାମା। ହଁ କହ। ମୋତେ ନା ଭଲ ଘର ଭଲ ବର ଦେଖି ବାହା ଦେବ। ଅଜୟ ଆଈ ଯେମିତି କିଛି ନ ଭାବି ତୁମକୁ ବାହା ଦେଲେ, ତୁମେ କରିବନି ସେମିତି କେବେ ହେଲେ, ବୁଝିଲ? ଏତେ ଦୁଃଖରେ ବି ହସ ଲାଗିଲା ମୋତେ। କହିଲି, କାହିଁକି? କ'ଣ ହେଲା କି? ତୋ ବାପା କ'ଣ ଭଲ ନୁହନ୍ତି? ମୋତେ ଭଲ ଜାଗାରେ ବାହା ଦେଇ ନାହାନ୍ତି କି ତୋ ଅଜୟ ଆଈ? ତା ଉତ୍ତର ଶୁଣି ଅବାକ୍ ହେଇଗଲି ମୁଁ। ସେ କହୁଥିଲା, ହଁ ବାପା ତ ଭଲ ମଣିଷଟିଏ, ଭଲ ପୁଅଟିଏ ବି। ତେବେ କ'ଣ ହେଲା? ଭଲ ପୁଅ, ଶ୍ରେଷ୍ଠ ରାଜା ହୋଇ ମଧ୍ୟ ପୁରୁଷୋତ୍ତମ ଶ୍ରୀରାମ କ'ଣ ଜଣେ ଭଲ ସ୍ୱାମୀ କି? ମୋତେ ରାମଙ୍କ ଭଳି ସ୍ୱାମୀଙ୍କ ସାଥିରେ ସୀତାଙ୍କ ଭଳି ଦୁଃଖିନୀ ଜୀବନ ବଞ୍ଚିବାର ନାହିଁ। ମାମା, ସୀତାଙ୍କ ଜୀବନ କେତେ ସଂଘର୍ଷମୟ କହିଲ? ଠିକ୍ ତୁମରି ପରି। ଝିଅକୁ କ'ଣ ଉତ୍ତର ଫେରାଇବା ଉଚିତ? ତା ଜୀବନ ଦର୍ଶନ, ତା ଚିନ୍ତାଧାରା ଭୁଲ ନା ଠିକ୍? ମୁଁ ତାକୁ ବୁଝାଇବା ଉଚିତ ନା ମୁଁ ତାଠାରୁ ତା ଗଭୀର ଜୀବନବୋଧକୁ ଆଦରି ନେବା ଉଚିତ? ମୁଁ କ'ଣ କରିବା ଉଚିତ? ଏସବୁ ପ୍ରଶ୍ନ ଭିତରେ ବୁଡ଼ି ବୁଡ଼ି ଯାଉଥିଲି ମୁଁ। ସତରେ ତ, ସୀତା ଯେ ଆଜୀବନ ଦୁଃଖ ଅପମାନକୁ ଲୁହରେ ଜଳି ଜଳି ପୁରୁଷୋତ୍ତମର ଆଖ୍ୟା ଦେଇଗଲେ ଶ୍ରୀରାମଙ୍କୁ, ତା ପ୍ରତିବଦଳରେ ସେ ପାଇଲେ କ'ଣ? ଲାଞ୍ଛନା ଓ ଅପମାନ। ବାରମ୍ବାର ଯଦି ସତୀତ୍ୱ ପରୀକ୍ଷାରେ ଅବତୀର୍ଣ୍ଣ ହେବାଠାରୁ ବଳି ଅଧିକ କ'ଣ ବା ଲାଞ୍ଛନା ଥାଇପାରେ ନାରୀଟିଏ ପାଇଁ? ଏବେ ଯୁଗ ବଦଳିଛି। ଭଲ ହିଁ ହେଇଛି। ଝିଅ ଛୋଟବେଳରୁ ବୁଝିପାରୁଛି ଏତେ ସବୁ କଥା। ସେ ଅନୁଭବ କରିପାରିଛି ଯେ ସୀତା ଯଦି ସ୍ୱାମୀଙ୍କୁ ସହଚର୍ଯ୍ୟ ଦେବା ପାଇଁ 14 ବର୍ଷର ବନବାସକୁ ଆକୁଣ୍ଠ ଚିତ୍ତରେ ଆପଣାଇ ପାରିଲେ, ତେବେ ରାମଙ୍କର ମଧ୍ୟ ଉତ୍ତରଦାୟିତ୍ୱ ଥିଲା ଯେ ନିଃସର୍ତ୍ତରେ ନିର୍ଦ୍ୱନ୍ଦ୍ୱରେ ସେ ସୀତାଙ୍କୁ ପୁଣି ଥରେ ନିଜ ଜୀବନରେ ଆପଣାଇଥାନ୍ତେ। ସେହି ପୂର୍ବର ସ୍ନେହ, ପ୍ରେମ, ସୌହାର୍ଦ୍ଦ୍ୟରେ ଆଉ ଥରେ ଭରି ଦେଇଥାନ୍ତେ ସୀତାଙ୍କ ଜୀବନକୁ। ସୀତାଙ୍କ ପାଇଁ ଅବିଶ୍ୱାସର କ୍ଷୀଣ ରେଖା ଯେ ତାଙ୍କ ମର୍ଯ୍ୟାଦାକୁ କାହିଁ କେତେ ହାନି ପହଞ୍ଚାଇଛି, ସେତକ ମୋ ଝିଅ ଆଖିରେ ପଢ଼ି ନେଇ ସେଦିନ ଖୁବ୍ ଖୁସି ହେଇଥିଲି ମୁଁ। ଅଫିସରେ ଭେଟ ହେଲା ପରଦିନ ସୁଧା ସାଥିରେ। ଖୁବ୍ ତରତରରେ ଥିଲା ସେ। କହିଲା, ଅପା, ଆଜି ମୋତେ ଟିକେ ଅଧାରୁ ଅଫିସରୁ ଯିବାକୁ ପଡ଼ିବ। ମୋର ଏଇ 2ଟି ଫାଇଲ ତୁମେ କ'ଣ ଟିକେ ଦେଖିଦେଇ ପାରିବ? ହଁ ମ, ଇଏ ଗୋଟେ କ'ଣ ପଚାରିବା କଥା? ତୁମେ ଯାଅ, କିଛି ଚିନ୍ତା କରନା, ତୁମ କାମ ହେଇଯିବ ହେଲା। ଫେରିଲେ କିନ୍ତୁ ଫୁର୍ସତରେ ତୁମ ସହ ମୋର କଥା ହେବାର ଅଛି। କ'ଣ କହୁନ କୁହ? ଏବେ ନୁହେଁ, ଫୁର୍ସତରେ। ହଉ ଅପା, ମୁଁ ତେବେ ଆସୁଛି। ସୁଧା ଚାଲିଗଲା। ମୋର କିନ୍ତୁ କାମରେ ମନ ଲାଗୁନଥିଲା ଜମାରୁ। ବାରମ୍ବାର ସୁଧା ହିଁ ପଶି ଆସୁଥିଲା ମୋ ମନ ଭିତରକୁ। ସୁଧା,
ଏ ଯୁଗର ଆଧୁନିକା ଶିକ୍ଷିତା ଝିଅଟିଏ, ଭଲ ସରକାରୀ ଚାକିରିଟିଏ କରିଛି, ଆର୍ଥିକ ଭାବେ ସ୍ୱାବଲମ୍ବୀ, ବରଂ ଅନ୍ୟକୁ ପ୍ରତିପୋଷଣ କରିପାରିବା ଭଳି ଆର୍ଥିକ ସ୍ୱଚ୍ଛଳ କୁହାଯାଇପାରେ। ତଥାପି ନିଜ ଇଚ୍ଛାରେ ପୁଅଟି ବାଛି ନେଇ ନିଜର ଯୁଗ୍ମ ଜୀବନ ଆରମ୍ଭ କରିନାହିଁ, ବରଂ ଅପେକ୍ଷା ରଖିଛି ବାପା ମା ଭାଇର ନିଷ୍ପତ୍ତିକୁ। ଘରର ବୟୋଜ୍ୟେଷ୍ଠମାନଙ୍କ ମତକୁ ସମ୍ମାନ ଜଣାଇ ନିଜଠାରୁ କମ୍ ଦରମା ପାଉଥିବା, କମ୍ ପାଠ ପଢ଼ିଥିବା ନିଜ ଜାତିର ପିଲାଟିକୁ ବାହା ହେବା ପାଇଁ ଅରାଜି ହେଇନି। ତଥାପି ତା ଯୁଗ୍ମ ଜୀବନରେ ଫାଟ କାହିଁକି? କାହିଁକି ସୁଧା ଯାହା କହେ ସେସବୁ କ'ଣ ସତ? ପୁଅ ଅପେକ୍ଷା ଝିଅଟିର ଅଧିକ ଶିକ୍ଷାଗତ ଯୋଗ୍ୟତା, ଅଧିକ ଆର୍ଥିକ ରୋଜଗାର କ୍ଷମତା, ସମାଜରେ ଅଧିକ ସମ୍ମାନ, ବଡ଼ ଚାକିରି ବି କ'ଣ ଝିଅଟି ପାଇଁ ଏମିତି ଦୁଃସ୍ଥିତି ସୃଷ୍ଟି କରିପାରେ? ସ୍ୱାମୀଟି ମନରେ ନିଜ ପାଇଁ ନ୍ୟୁନତା ସୃଷ୍ଟି ହେଉ କେତେବେଳେ ସ୍ତ୍ରୀଟି ପାଇଁ ବିଦ୍ୱେଷ ଭାବ ପଶି ଆସିପାରେ। ସେହି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୃଷ୍ଟି ହୋଇଥିବା ଛୋଟଫାଟକୁ ଶାଶୁଘର ଲୋକେ ନିଜ ସ୍ୱାର୍ଥ ପାଇଁ ପୁଣି ବ୍ୟବହାର କରିପାରନ୍ତି ନିଜ ହିସାବରେ। ହଁ, କାହିଁକି ନୁହେଁ ଯେ? ଏମିତି ହିଁ ତ ହୁଏ। ନିଜେ ଭୋଗି ସାରିଲା ପରେ ଆଉ ପୁଣି ନିଜକୁ ପ୍ରଶ୍ନ କ'ଣ? ଅବଶ୍ୟ ପରିସ୍ଥିତିରେ କିଛି ଭିନ୍ନତା ଥାଏ। ତଥାପି ଶେଷ କଥା ହେଲା, ଆମ ସମାଜର ଦୃଷ୍ଟିଭଙ୍ଗୀ ଆଜି ମଧ୍ୟ ନାରୀଟିଏ ପାଇଁ ସେତିକି ଉଦାର ନୁହେଁ ଯେତିକି ବାହାରକୁ ଜଣାପଡ଼ିଥାଏ। ମୋ ଅଜାଣତରେ ମୁଁ ବୋଧହୁଏ ତଉଲି ଚାଲିଥିଲି ମାନିନୀ ଓ ସୁଧା ନାମ୍ନୀ ସେହି ଦୁଇଟି ନାରୀ ଚରିତ୍ରଙ୍କୁ। ମାନିନୀ ସ୍ୱାଭିମାନୀ ନାରୀ ଚରିତ୍ରଟିଏ। ସ୍ୱାମୀଙ୍କ ପାଖରେ ହାତ ପତାଇବା ପାଇଁ ଦ୍ୱିଧା ନଥିଲା। ତେବେ ସ୍ୱାମୀ ଯଦି ସବୁଦିନ ପୁଅ ହେଇ ବଞ୍ଚିବାକୁ ଚାହିଁବେ, ବାପାଟିଏ ହେବା ପାଇଁ ସାହସ ଯୋଗାଡ଼ କରିପାରିବେନି, ସେଭଳି ସ୍ୱାମୀଙ୍କୁ ସେ ନୀରବରେ ସ୍ୱାମୀଙ୍କ ଆସନରେ ବସିବାକୁ ଦେଇପାରେ ସିନା, କିନ୍ତୁ ନିଜ ସନ୍ତାନକୁ ପିତୃହାରା ହେବାକୁ ଦିଏନା। ନିଜକୁ ସ୍ୱାବଲମ୍ବୀ କରେ। ସଂସାର ଯୁଦ୍ଧରେ ଲଢ଼ିବା ପାଇଁ ନିଜକୁ ଚଟାଣ ପରି ଦୃଢ଼ କରେ। ନିଜ ପିଲା ପାଇଁ ମାଆର ସ୍ନେହବୋଳା ପଣତ ବି ଦିଏ ଓ ବାପା ପରି ଶୀତଳ ବରଗଛର ଛାଇ ବି ଅଜାଡ଼ି ଦିଏ। ଏଇ ଭିତରେ ତାକୁ ଯେଉଁ ସଂଘର୍ଷ ଦେଇ ଗତି କରିବାକୁ ପଡ଼େ, ତାକୁ ସେ ଚିତ୍କାର ନ କରି ନୀରବରେ ପିଇଯାଏ। ସୁଧା ଅଭିମାନୀ ନାରୀ ଚରିତ୍ରଟିଏ। ସ୍ୱାମୀର ଶିକ୍ଷା ଯୋଗ୍ୟତା ପାଇଁ ଗର୍ବ କରିବାର ଅବସର ତାକୁ ଭଗବାନ ବା ଭାଗ୍ୟ ଦେଲାନି। ଠିକ୍ ଅଛି, ସେ ଅବସର ନ ମିଳୁ, ସେ ତଥାପି ହସିବ, ଖୁସି ରହିବ। ପୁରୁଷ ସ୍ୱାମୀ ବୋଲାଉଥିବା ମଣିଷଟିର ଅଧସ୍ତନ ହେଇ ଚଳିପାରିବ। କାଳେ ସମାଜରେ ଲୋକେ ହସିବେ, କାଳେ ଘରର ଲୋକମାନଙ୍କ ମନ କଷ୍ଟ ହେବ ବୋଲି ଅନେକ ଚିନ୍ତା କରି ସେ ଅନେକ ଅନ୍ୟାୟକୁ ଚୁପ୍ ହେଇ ବରଦାସ୍ତ ମଧ୍ୟ କରିବ। ଏହା ପରେ ବି ଯଦି ସେ ଅପମାନିତ ହୁଏ, ଥରେ ନୁହେଁ, ଦୁଇଥର ନୁହେଁ, ବାରମ୍ବାର ଅପମାନିତ ହୁଏ, ଗୁଣୁଗୁଣୁ ହେଇ ମୁଁ ବୋଧହୁଏ କହିଲି, ତୁମେ ନିଜ ଜୀବନକୁ ନିଜ ହିସାବରେ ବଞ୍ଚ ସୁଧା, ଖାତିର କରନା ଏ ମାନସିକ ବିକୃତ ସମାଜର ନାରୀ ବିରୋଧୀ ମାନସିକତାକୁ। ଏ ବଡ଼ ଭଉଣୀର ଆଶୀର୍ବାଦ ରହିଲା ତୁମ ଉପରେ। ଫେରି ଆସିଲି ମୋ ଫାଇଲ ପାଖକୁ। କାମରେ ମନ ଦେବାକୁ ପଡ଼ିବ। ଏ ଧରାବନ୍ଧା ରୁଟିନ୍ ଜୀବନରୁ ମୁକ୍ତି କେବଳ ମୃତ୍ୟୁ ପରେ। ଅଫିସରେ ଥିଲେ ଲାଗି ରହେ ଚିନ୍ତା। ଅଫିସରେ ଥିଲେ ଲାଗି ରହେ ଝିଅର ଚିନ୍ତା। ଘରକୁ ଫେରିଲେ ପୁଣି ମାଡ଼ି ବସେ ଘରର ଯାବତୀୟ ଚିନ୍ତା ଓ ଅନ୍ୟମନସ୍କତା। ନିଜ ପାଇଁ ଭାବିବାକୁ ବେଳ କାହିଁ? ତଥାପି ଝିଅ ସାଥିରେ ଅନେକ କଥା ମନ ଖୋଲି ବାଣ୍ଟି ହୁଏ। ଝିଅଟିଏ ପରି ବାନ୍ଧବୀଟିଏ ଆଉ କିଏ ବା ହେଇପାରେ? ସେଦିନ ସେମିତି କଥା ହେଉ ହେଉ ଝିଅକୁ କହିଲି, ବୁଝିଲୁ ମାମା, ସୁଧା ଆଣ୍ଟି ଓ ଅଙ୍କଲ ବୋଧହୁଏ ଅଲଗା ହେଇଯିବେ ସବୁଦିନ ପାଇଁ। ଝିଅ ଚମକି ପଡ଼ିଲା। ଅଲଗା? ୟୁ ମିନ୍ ସେପାରେସନ୍, ଡିଭୋର୍ସ? ହଁ ବୋଧହୁଏ। ମାମା, ତେବେ ତାଙ୍କ ପୁଅ, ସେ କାହା ପାଖରେ ରହିବ? ଛୋଟ ଅଛି, ତେଣୁ ନିଶ୍ଚୟ ତା ମାମାଙ୍କ ପାଖରେ। ଆହା ବିଚରା, ବାବା ମାମା ଉଭୟ ସାଥିରେ ଥିଲେ କେତେ ଭଲ। ମୋର ତ ବାବାଙ୍କ କଥା ଭାରି ମନେ ପଡ଼େ। ତୋ ବାବା ତ ଆସନ୍ତି ତୋ ପାଖକୁ, ତୁ କଥା ହେଉ, ଗେଲ ହେଉ, ସେ ଛୁଆଟି ଯେ କେବେ ପାଇବନି ଏସବୁ ତା ବାପାଙ୍କ ପାଖରୁ। ପରଦିନ ଅଫିସରେ ପହଞ୍ଚୁ ପହଞ୍ଚୁ ଦେଖା ହେଲା ସୁଧା ସହିତ। ମୋ ଅଜାଣତରେ ପ୍ରଶ୍ନଟିଏ ବାହାରି ଆସିଲା ମୋ ମୁହଁରୁ। କ'ଣ ହେଲା ସୁଧା? କ'ଣ ଡିଭୋର୍ସ ପାଇଁ ଅପିଲ କରିଛନ୍ତି? ମୁଁ କିନ୍ତୁ ଚାହୁଁନି। ପୁଣି ଥରେ ସୁଧାର ସଂସାର ଯୋଡ଼ି ହେଇଯିବାର ଏକ କ୍ଷୁଦ୍ର ଆଶା ଯେପରି କଅଁଳି ଉଠିଲା ମୋ ମନରେ। ମୁଁ କହିଲି, ଖୁବ୍ ଭଲ କଥା ସୁଧା, ଆପୋଷ ବୁଝାମଣା କରିନିଅ। ବିବାହ ମାନେ ହିଁ ସେଇଆ। ସେ ବନ୍ଧନରେ ବାନ୍ଧି ହୋଇଥିବା ଦୁଇଟି ମଣିଷ ଭିତରୁ ଜଣକୁ ନା ଜଣକୁ ନଇଁ ଯିବାକୁ ପଡ଼େ। ନିଜ ଇଚ୍ଛାମାନଙ୍କୁ, ନିଜ ସ୍ୱପ୍ନମାନଙ୍କୁ ଅନ୍ୟ ଜଣଙ୍କର ଖୁସି ପାଇଁ ତ୍ୟାଗ କରିବା କଥା ଯେବେ ଆସେ, ସେତେବେଳେ ସମାଜ ପ୍ରାୟତଃ ସବୁ ଯୁଗରେ ନାରୀକୁ ହିଁ ବାଛିଥାଏ, ଇଚ୍ଛିଥାଏ। ମୋ କଥା ସରିବା ପୂର୍ବରୁ ହିଁ ଶୁଭାଗଲା ସୁଧାର ତୀକ୍ଷ୍ଣ କଣ୍ଠସ୍ୱର, ନା, ମୁଁ ସେ ବୁଝାମଣାରେ ବିଶ୍ୱାସ ରଖେନା। ଏତକ ପରେ ନରମିଗଲା କିଛି ମାତ୍ରାରେ
ସ୍ୱରର ତୀକ୍ଷ୍ଣତା। ହଁ, ବୁଝାମଣା ଭଳି ପରିସ୍ଥିତି ହେଇଥିଲେ ମୁଁ ସେ ବିଷୟରେ ଚିନ୍ତା କରିଥାନ୍ତି ନିଶ୍ଚୟ। ସେ ଘଡ଼ିଏ ଅଟକିଲା। କ'ଣ ଭାବିଲା କେଜାଣି ମୋତେ ପାଲଟା ପ୍ରଶ୍ନ କଲା। ମୋ ଜାଗାରେ ଥିଲେ ତୁମେ କ'ଣ କରିଥାନ୍ତ ଅପା? ଯେଉଁ ପୁରୁଷ ନିଜ ସ୍ତ୍ରୀକୁ ଛୋଟ ଦେଖାଇବା ପାଇଁ ଗୋଟିଏ ଅଶ୍ଳୀଳ ଭିଡ଼ିଓରେ ଥିବା ନାରୀର ଦେହକୁ ନିଜ ସ୍ତ୍ରୀର କହି ନିଜ ବନ୍ଧୁ ମହଲରେ ଅପପ୍ରଚାର ଭଳି ଘୃଣ୍ୟ କାମ କରିବାକୁ ପଛାଏନି, ସେଭଳି ପୁରୁଷଟିକୁ ତୁମେ କ'ଣ ସ୍ୱାମୀ ଭାବରେ ଗ୍ରହଣ କରିପାରିଥାନ୍ତ? ସମ୍ମାନ ଦେଇପାରିଥାନ୍ତ? ମୁଁ କ'ଣ ସେଭଳି ପୁରୁଷଟି ସାଥିରେ ପୁଣି ଥରେ ସଂସାର ଗଢ଼ିବା କଥା ଭାବିବା ଉଚିତ? ତୁମେ ମୋ ଜାଗାରେ ନିଜକୁ ଥରେ ରଖି ଭଲ ଭାବରେ ଚିନ୍ତା କରିବ। ଆଶା, ତୁମକୁ ତୁମର ଉତ୍ତର ମିଳିଯିବ ନିଶ୍ଚୟ। ପ୍ରକୃତରେ ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା। ମୁଁ ଧୀର ସ୍ୱରରେ ବୁଝାଇବା ଭଙ୍ଗୀରେ କହିଲି, ନାଇଁ ସୁଧା, ଏସବୁ କଥା ତ ମୁଁ ଜାଣିନଥିଲି। ମୁଁ କେବଳ କହୁଥିଲି ପୁଅ ବଡ଼ ହେବା ପରର କଥା। ସେ ନିଜ ବାପାଙ୍କ ପାଖରୁ ଦୂରେଇ ରହିବାର କାରଣ ଖୋଜିଲା ବେଳେ ତୁମକୁ ଉତ୍ତରଦାୟୀ କରି କାଠଗଡ଼ାରେ ଠିଆ ନ କରୁ। ମୁଁ ତ କେବଳ ସେଇ କଥା ହିଁ ଭାବୁଥିଲି। ସେ ବୁଝିବ ଅପା, ନିଶ୍ଚୟ ବୁଝିବ। ତେବେ ଡିଭୋର୍ସ ଦେଇ ସେ ଲୋକଟିକୁ ମୁଁ ଏତେ ସହଜରେ ଆମ ଦାୟିତ୍ୱରୁ ମୁକୁଳି ଯିବାକୁ ଦେବିନି। ମୋ ଜୀବନକୁ ନଷ୍ଟ କରିଦେବ, ପୁଣି କାଲି ସକାଳେ ଆଉ ଜଣେ ଝିଅକୁ ବାହା ହେଇ ତା ଜୀବନକୁ ବର୍ବାଦ କରିବ, ପୁରୁଷ ବୋଲି ମଉଜ କରିବ, ଏକଥା କେବେ ହେଲେ ହେବାକୁ ଦେବିନି ମୁଁ। ମୋ ପୁଅ ନିଶ୍ଚୟ ବୁଝିପାରିବ ଯେ ମୋତେ। ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି ସୁଧାର ମୁହଁକୁ। ତା ମୁହଁରେ ଏକ ପ୍ରତିଶୋଧର ଥମଥମ ଭାବ। ଆଖି ଦୁଇଟିରୁ ଛିଟିକି ପଡ଼ୁଥିଲା ଜ୍ୱଳନ୍ତ ଅଗ୍ନିସ୍ଫୁଲିଙ୍ଗ। ଏ କ'ଣ ଦ୍ୱାପର ଯୁଗର ମହାଭାରତର ଅପମାନ ଜର୍ଜରିତା ଦ୍ରୌପଦୀଙ୍କର ପ୍ରତିଶୋଧ ଭରା ଆଖି କି? ଯିଏ କହୁଥିଲା, ଏଇ ମୁକୁଳା ରଖିଲି କେଶ, ରଖିବି ସେବେ ଯାଏଁ ଯେପର୍ଯ୍ୟନ୍ତ ମୋ ଅପମାନର ପ୍ରତିଶୋଧ ନ ନେଇଛି। ମୋ ନାରୀତ୍ୱକୁ ଅପମାନିତ କରିଥିବା ଏଇ କାପୁରୁଷ ଭୀରୁ ଦୁଃଶାସନ ରକ୍ତରେ ହିଁ ବାନ୍ଧିବି ମୋର ଏଇ ମୁକୁଳା କେଶ। ଧନ୍ୟବାଦ।